ହେବେ ନା ଯେ ଯାହା ସ୍ଥାନକୁ ସର୍ବେ ଗମନ କରିବେ ଯେ ଯାହା ସ୍ଥାନକୁ ପୁଣି ଚାଲିଯିବେ। ଯେ ପର୍ଯ୍ୟନ୍ତ ଗୁଜରୀ ପ୍ରଭୁ ଦ୍ୱାପର ଯୁଗରେ ବାକି ଥିବା ରାସ ବା ଲୀଳା ଖେଳା କରି ସାରି ନାହାନ୍ତି ସେ ପର୍ଯ୍ୟନ୍ତ ମହାପୁରୁଷ କହୁଛନ୍ତି ପ୍ରଭୁଙ୍କର ଲୀଳା କଳିକି ଲୀଳା ସରିବ ନାହିଁ। କେତେବେଳେ ସରିବ? କଳିଯୁଗ ଶେଷ ବେଳେ ଗୁଜରୀ ରାସ ପ୍ରଭୁ କରିବେ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାର ନାମ ଅମର ଜୁମର ସଂହିତା। ମାଳିକାର ନାମ ହେଲା ଅମର ଜୁମର ସଂହିତାରେ ଲେଖିଛନ୍ତି। କହିଲେ ମହାପୁରୁଷ କହିଲେ ମୋହଠାରେ ଯିବେ। ଅଚ୍ୟୁତାନନ୍ଦ କହୁଛନ୍ତି ହେ ନିରାକାର ପ୍ରଭୁ ହେ ଭଗବାନ ମୋହଠାରେ ଯେବେ ଦୟା ରହିବ କହିବ ମୋତେ ଆହେ ବାସୁଦେବ କହିବ ମୋତେ ଆହେ ବାସୁଦେବ କହିବ ମୋତେ ଆହେ ବାସୁଦେବ। ମୋହଠାରେ ଯେବେ ଦୟା ଯେ ଥିବ ମୋହଠାରେ ଯଦି ପ୍ରକୃତରେ ଆପଣଙ୍କର ଦୟା ଅଛି ହେ ବାସୁଦେବ ଆପଣ ମୋତେ ଗୁଜରୀ ରାସ ବିଷୟରେ ଟିକେ କୁହନ୍ତୁ। ପଚାରିଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ କାହାକୁ? ନିରାକାର ପ୍ରଭୁଙ୍କୁ। କଳିରେ ଦେଖିବେ ପୂଜନ ନା ଆଉଥରେ ଯିବା କହିଲେ କଳିରେ ଦେଖିବେ ସୁଜନେ କଳିରେ ଦେଖିବେ ସୁଜନେ ହୋଇବ ପାପ ବିନୋଚନେ ହୋଇବ ପାପ ବିମୋଚନେ। बोलिए महापुरुष अच्युतानंद जी की तेणु हे ज्ञानी गुणी मंडली सुधीजनी आम आलोचना करुले विषय कौन ना अच्युतानंद महापुरुषंकर गुजरी रास विषय से गुजरी रास कौन ये रास करेंगे किए कली जुगे ये विषय आम आलोचना करुले। महापुरुष कहले बाबू रे कली रे अच्युत कहते हे प्रभु आपण टे विषय कहतु सुजने भल लोक मैंने या देखिए कली जुगे कौन से गुजरी रास ना गुजरी राह सरस्तार गुजरी राह सरस्तान 16 सहस्र वृंदावन 16 सहस्र वृंदावन आगो कौटी करिवे ये गुजरी राहसर स्थान कौटा हम प्रभु कहतु मते। अच्युत पचारुचनी 16 सहस्र गोपी माने पुणी कौटू आसवे से वृंदावन धाम कौटू आसव से भली क्षेत्र कौटू आसव परिवेश ना कालिया बोदारे गुजरी कालिया बोदारे गुजरी 800 किए थिबे पूरी 800 किए थिबा पूरी। अच्युतानंद कहले कहले बाबू रे रामचंद्र कहते जा निराकार प्रभु तांको कहई कहले कली जुगरी कटकर कालिया बोदा ये गुजरी रास प्रभु करिवे जगन्नाथ महाप्रभु कलिकी अवतार द्वापर जुगर बाकी थिबा रासर किछि अंश जहाँ कली जुगरे हेब गुजरी रास भाव कली जुगरे कटकर कौटी हेब ना कालिया अवतार हेब बोली अच्युत कहले। अष्ट सखी माने सेठी थिबे द्वापर जुगरे अष्ट सखी माने थिले आपण माने जानि थिबे राधिका दूतिका ललिता चंद्ररेखा सुरेखा इंदुरेखा सूचका एवं यही भली भवानी ये अष्ट सखी माने से माने थिले। अष्ट सखी माने चारिकर बेढ़िकी थिले ये अष्ट सखी माने नायिका भाव में द्वार जगिकी रही प्रभु जोटी रास करुले राधाराणी सहित हे ज्ञान गुणी मंडली ये अष्ट सखी माने किए हेबे हे प्रभु मते कहवा हूँ। आउ अच्युतानंद महापुरुष ये कथा को शिष्य रामचंद्र को बुझाऊँ से अष्ट सखी माने थे कली जुगरे से अष्ट सखी माने किए अच्युतानंद महापुरुष कहले आम्भे जे चौपासे थीबो आम्भे जे चौपासे थीबो गुजरी राहस करीबो गुजरी राहस करीबो। तेणु अष्ट सखी माने चौपाखे रहीकि गुजरी रास शेष रास करेंगे कली जुगे कौटी महापुरुष कहले कालिया बोदारे ताले से अष्ट सखी माने कि ये कथा महापुरुष मालिकार लिखिछन अमर जुमर संहिता
ମାଳିକାର ନାମ ହେଲା ଅମର ଜୁମର ସଂହିତା। କ'ଣ କହିଲେ? ରାଧିକା ଲକ୍ଷ୍ମୀ ମାତା ତହିଁରେ ଉଦ୍ଧବ, ଲଳିତା ସାରଳା ଯେ ହୋଇରେ ଉଦ୍ଧବ ରାଧେ। ଗୋବିନ୍ଦ 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 ହେ ଉଦ୍ଧବ, ପଦୁ ଗଡୁଛି ମକରନ୍ଦ ହେ ଉଦ୍ଧବ। ଆମେ କହିଛୁ ଏ କଥା, ରାସର ଜନକ ହେଉଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଏବଂ ଭଗବାନ କୃଷ୍ଣଙ୍କର ରାସଗୁରୁ ହେଉଛନ୍ତି କିଏ ନା ମା ରାଧାରାଣୀ। ନୁହେଁ, ଏ କଥା ମାଳିକାରେ ଲେଖା ଅଛି। ତେଣୁ ରାସର ଜନକ ଯଦି ଅଚ୍ୟୁତାନନ୍ଦ, ଚାରିଆଡ଼େ ଦ୍ୱାଦଶ ଗୋପାଳମାନଙ୍କୁ ସାଙ୍ଗରେ ଧରି ଅଚ୍ୟୁତାନନ୍ଦ ଓଡ଼ିଶା ମଣ୍ଡଳରେ ବିଭିନ୍ନ ଭୂଖଣ୍ଡରେ ରାସ କରୁଥିଲେ, ରାସ କରୁଥିଲେ। ତେଣୁ ସେଇଭଳି ରାସର ନାୟିକା ହେଉଛନ୍ତି କିଏ ନା ନିତ୍ୟ କିଶୋରୀ ମା ରାଧାରାଣୀ। ରାସସ୍ଥଳର ସୁରକ୍ଷା ଦେଉଥିଲେ କିଏ? ଅଷ୍ଟ ସଖୀ ମାନେ, ଅଷ୍ଟ ଗୋପୀ ମାନେ। ସେମାନେ କିଏ ନା ପ୍ରଥମେ ହେଲେ ମହାପୁରୁଷ କହୁଛନ୍ତି ରାଧିକା ଲକ୍ଷ୍ମୀ ମାତା ତହିଁ। ଏଠି ରାଧିକା ହେଲେ କିଏ? ମହାଲକ୍ଷ୍ମୀ ରାଧା ହେବେ। ଆଉ ଲଳିତା କିଏ ହେବେ ନା ସାରଳା। ଲଳିତା ସାରଳା ଯେ ହୋଇ ମା ସାରଳା ଝଙ୍କଟବାସିନୀ ସାରଳା, ଏଠି ସଖୀ ଲଳିତା ଏଠାରେ ହେବେ। ଆଉ ଦୁତିକା ବିମଳା ହୋଇବେ ରେ ଉଦ୍ଧବ, ବିଶାଖା ସମଲାଇ ହେବେ ରେ ଉଦ୍ଧବ ରାଧେ। ଗୋବିନ୍ଦ 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 ହେ ଉଦ୍ଧବ, ପଦୁ ଗଡୁଛି ମକରନ୍ଦ ହେ ଉଦ୍ଧବ। ଏ ସବୁ ଅଷ୍ଟ ଚଣ୍ଡୀ ମାନେ, ତାଙ୍କ କ୍ଷେତ୍ରେଶ୍ୱରୀ ମାନେ, ସେ ପୀଠେଶ୍ୱରୀ ମାନେ ତାଙ୍କ ପୀଠକୁ ଛାଡ଼ିକି ଆସିବେ। ମନେ ରଖନ୍ତୁ ଏ କଥା, ମହାପୁରୁଷ ଲେଖିଛନ୍ତି ସେଦିନ ବିରଜା ଆସ୍ଥାନ ଛାଡ଼ିବେ, ଭୀମ ସିଂହନାଦ ହେବ ବଉଢ଼ଲ ଭୀମ ସିଂହନାଦ ହେବ। ଗର୍ଭସ୍ଥିତ ଶିଶୁ ଭୂମିରେ ପଡ଼ିବ, ଭୁବନେଶ୍ୱର ଖୋଜିବ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଅଷ୍ଟଚଣ୍ଡୀ ମାନେ ନିଜ ଗାଦି ଛାଡ଼ିକି ଆସିବେ, ଗୁଜରୀ ରାସରେ ଭାଗ ନେବେ। କୋଉଠି? କାଳିଆ ବୋଦାରେ ପ୍ରଭୁ କରିବେ ଗୁଜରୀ ରାସ। ଆଉ କହିଲେ ତହିଁ ତିନି ରହଡ଼ି ନିଠାଇ ମାରିବେ, ସାରଳା ଛାଡ଼ିବେ ଗାଦି ବଉଢ଼ଲୋ ସାରଳା ଛାଡ଼ିବେ ଗାଦି। ସିଂହ ଦରବାରେ ଅର୍ଣ୍ଣ ଲୁଟ ପାଟ ଲାଗିଥିବ ଭକ୍ତ ଆଦି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ତେଣୁ ମହାପୁରୁଷ ଲେଖିଛନ୍ତି ଏ ଅଷ୍ଟଚଣ୍ଡୀ ମାନେ ଗାଦି ଛାଡ଼ିକି ଅଷ୍ଟ ସଖୀ ହେବେ କଳି ଯୁଗରେ। ଆଉ ଚନ୍ଦ୍ରରେଖା ହେବେ କିଏ ନା କାଳିଜାଇ, ସମଲାଇ ହେବେ ବିଶାଖା, ଦୁତିକା ହେବେ ମା ବିମଳା ଏବଂ ସାରଳା ହେବେ କିଏ ନା ଲଳିତା, ଇନ୍ଦୁରେଖା ହେବେ ଭାନୁଦେଇ, ସୂଚକା ହେବେ ଭୁଆଶୁଣୀ, ବିରଜା ହେବେ ଭବାନୀ। ଏମନ୍ତେ ଅଷ୍ଟ ସଖୀ ଘେନି ଆମ୍ଭେ ଯେ କୃଷ୍ଣ ହେବୁ ତହିଁ 16,000 ଗୋପ ଗୋହି। ଏମନ୍ତେ ଦ୍ୱାପରର ଅଂଶ ରାହସ କରିବେ ଅବଶ୍ୟ, ଓଡ଼ିଏ ରହିଥିବ ଶେଷ କଳିରେ ସରିବ ଅବଶ୍ୟ। କଳି ଯୁଗରେ ଏ ଓଡ଼ିଏ ରାସ କଳି ଯୁଗରେ କୋଉଠି ହେବ ନା କଟକର କାଳିଆ ବୋଧରେ ପ୍ରଭୁ ସମାପନ କରିବେ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାର ନାମ ଅମର ଜୁମର ସଂହିତାରେ ୟାକୁ ଲେଖିଲେ। ଜ୍ଞାନୀ ଗୁଣିମଣ୍ଡଳୀ, ଯାହାର ନାମ ହେଲା ଗୁଜରୀ ରାସ। ଦ୍ୱାପର ଯୁଗରୁ ବାକି ଥିବା ରାସର କିଛି ଅଂଶ ଏକ ଓଳି କଳି ଯୁଗରେ ପ୍ରଭୁ କରିବେ, ଯାହାର ନାମ ହେଲା ଗୁଜରୀ ରାସ।